ହଁ ଆପଣଙ୍କର କେତେଟା କୋଉ ସିଫ୍ଟ ରେ ଥିଲା? ହଁ ସାର୍ ନମସ୍କାର। ନମସ୍କାର। ହଁ ସାର୍ ମୋର ଆଜିର ଥାର୍ଡ ସିଫ୍ଟ ରେ ଥିଲା। କଣ କଣ ସବୁ କୋଶ୍ଚିନ୍ କଣ କେମିତି ଆପଣ କୁହନ୍ତୁ? କୋଶ୍ଚିନ୍ ସାର୍ ଦେଖିବାକୁ ଗଲେ ଆକ୍ଚୁଆଲି ପିଲା ଯେତିକି କହୁଛନ୍ତି ଆନାଲିସିସ୍ ସେତିକି ହାର୍ଡ ମତେ ଲାଗିଲାନି। ହଁ ହଁ କୋଶ୍ଚିନ୍ ଯଦି ମାନେ ଓଭରଅଲ୍ ଦେଖିବ ତାହେଲେ ଓଡିଆ ଆଉ ଗୋଟେ ହଉଛି ଜିକେ ଯୋଉଟା କି ହଁ ହାର୍ଡ ପଡୁଛି। ହଁ ହାର୍ଡ କୁହାଯିବନି ମୋଡରେଟ୍ ଟୁ ହାର୍ଡ କୁହାଯିବ। ହୁଁ। ଆଉ ବାକି ଯୋଉ ରେସ୍ ଯୋଉ ତିନିଟା ରହିଲା ରିଜୋନିଂ ହଉ ମ୍ୟାଥ ଓଡିଆ ହଁ ହଁ ବାସ୍ ତମେ କରିପାରିବ ଆରାମସେ। ହଁ ହଁ ଯେତିକି ତମେ ଭାବୁଛ ହାର୍ଡ ଏଠି ଆସିକି ମାନେ ମୁଁ କରିପାରିବିନି ବାସ୍ ତମେ କିନ୍ତୁ କରିପାରିବ। ମୁଁ କହିଲି 100% ତମେ କରିପାରିବ ଯଦି ତମେ ଆକୁରେଟ ମାନେ କଣ ପଢି ଆସିଛ ମକ୍ ଲଗେଇଛ ତାହେଲେ ମାନେ ଆନ୍ସର ବାହାରି ଯାଉଥିଲା। ଯେତେ ସବୁ ମୁଁ ରିଜୋନିଂ ଆଉ ମ୍ୟାଥ କରିଛି ହୁଁ ଡାଇରେକ୍ଟ ହୁଁ ଆନ୍ସର ଫଟାଫଟ ବାହାରି ଯାଉଥିଲା। ମୁଁ ହୁଁ ଦେଖିଲି ମୁଁ ଯୋଉ ଦେଇଥିଲି ମକ୍ ଟେଷ୍ଟ ଯୋଉ ଦଉଥିଲି ମକ୍ ଦଉଥିଲି କୋଉଥିରୁ ହୁଁ ହୁଁ ଟେଷ୍ଟ 2 ରୁ ମକ୍ ଦଉଥିଲି ମତେ ଲାଗିଲା ଟେଷ୍ଟ 2 ରୁ ଡାଇରେକ୍ଟ କୋଶ୍ଚିନ୍ ସବୁ ଆସିଛି କୋଉଥିରେ ହଁ ମ୍ୟାଥ ଆଉ ରିଜୋନିଂ ରେ। ହଁ। ଆଉ ଆପଣଙ୍କର କଣ ସବୁ ଆସିଥିଲା ଜିକେ କଣ ସବୁ ଆସିଥିଲା ଜିକେ କୁହନ୍ତୁ? ଜିକେ ଟୋଟାଲି ସେ ଫଲୋ କରୁଛି ଓଡିଶା ଜିକେ ଯୋଉଟା କି ଆମେ କଣ କହୁଛୁ ନା ଆମେ ଓଡିଶା ପିଲା କଣ ଓଡିଶା ଜିକେ ଟ୍ରେସ୍ ଦଉନୁ ଯୋଉ ପିଲା କି ଆମକୁ ଟିକେ ହାର୍ଡ ଲାଗିଲା କିନ୍ତୁ ଯିଏ ଓଡିଶା ଜିକେ ପଢିଛି ତା ପାଇଁ ଇଜି ସେ ସବୁ କରିପାରିବ। ଓଡିଶା ମାନେ ଷ୍ଟାଟିକ ପଡିଥିଲା ନା କରେଣ୍ଟ ଆଫେୟାର? ନାଇଁ ଓଡିଶା ଷ୍ଟାର୍ଟିଂ ପଡିଥିଲା। ଓହୋ ପଡିଥିଲା କରେଣ୍ଟ ଆଫେୟାର କେତେଟା? ପର୍ତ୍ତୁଗୀଜ ମାନେ ଫାଷ୍ଟ ଆସିକି କୋଉଠି ଓଡିଶାର ନିଜ ଫ୍ୟାକ୍ଟ୍ରି ସ୍ଥାପନ କଲେ। ହୁଁ ଆଉ ଗୋଟେ ପଡିଥିଲା ସେ କେତେ ମସିହାରେ ତାଙ୍କ ପର୍ତ୍ତୁଗୀଜ ଫ୍ୟାକ୍ଟ୍ରି ସ୍ଥାପନ କରିଥିଲେ। ହୁଁ। ଦିଟା କୋଶ୍ଚିନ୍ ପଡିଥିଲା। ହଁ। ଆଉ ଗୋଟେ କରେଣ୍ଟ ଆଫେୟାର ଯଦି ଓଡିଶାର? କହିବି ହଁ ଓଡିଶାର କରେଣ୍ଟ ଆଫେୟାର ସେତେ ନଥିଲା କିନ୍ତୁ ଫେବୃଆରୀ ମେ ର ପଡିଥିଲା କରେଣ୍ଟ ଆଫେୟାର କିଛି ନ୍ୟାସନାଲ ର। ହୁଁ ଆଉ ଫେବୃଆରୀ 2024 ର କରେଣ୍ଟ ଆଫେୟାର ପଡିଥିଲା। ହୁଁ। ତାହେଲେ କରେଣ୍ଟ ଆଫେୟାର କିଛି ଆପଣଙ୍କ କୋଶ୍ଚିନ୍ ମନେ ଅଛି? କରେଣ୍ଟ ଆଫେୟାର କୋଶ୍ଚିନ୍ ତ କିଛି ନାଇଁ ମନେ ଆମର ନାହିଁ। ଜିକେ ଜିଏସ୍ କିଛି ଅଲଗା ଆଉ? ଜିଏସ୍ କହୁଛି ଯିଏ ଯେତିକି ମନେ ଅଛି ମୁଁ କହୁଛି ହୁଁ ପଡିଥିଲା ନ୍ୟାସନାଲ ଏମର୍ଜେନ୍ସି ପଡିଥିଲା ଆର୍ଟିକିଲ କେତେ ନମ୍ବର ହଁ। ଆଉ ପଢିଥିଲା କିଛି ମନେ ନାହିଁ କିଛି ସମୟ ମନେ ପଡିବ କିଛି ସମୟ ପରେ ହଁ ମାଇନସ ହଉ ଠିକ ଅଛି ରିଲାକ୍ସ ହେଲା ପରେ ମନେ ହଁ ପଡିବ ଠିକ କିନ୍ତୁ ଅଛି। ଯେତିକି ପଢିଛି ହେଇଛି ମାନେ ସାଟିସ୍ଫାଏ ଲାଗିଲା ଯେ ଯେତିକି ଅଛି ଠିକ ଅଛି। ଆଉ ଯିଏ କଣ ମାନେ ପଢିଥିବ ଯିଏ ମକ୍ ଦେଇକି ଆସିଥିବ ସବୁ କରିପାରିବ। ରିଜନିଂ ମ୍ୟାଥ ବହୁତ ଇଜି ଡାଇରେକ୍ଟ ଆନ୍ସର ବାହାରି ଯାଉଥିଲା। ଠିକ ଅଛି। ହେଲା ଏମିତି କୋଶ୍ଚିନ୍ ପଡିଥିଲା ମ୍ୟାଥ ର ବହୁତ ଇଜି ପଡିଥିଲା ବହୁତ ଇଜି ମାନେ ଦିଟା ସଂଖ୍ୟାର ରେସିଓ ହଉଛି 9:24 ତାଙ୍କର ଏଲସିଏମ ଦେଇଛି ତାର ଏଚସିଏଫ୍ କେତେ ହବ। ହଁ ଠିକ ଅଛି। ଆଉ ଇଜି ଧର ମେନ୍ସୁରେସନ? ମେନ୍ସୁରେସନ ର ଆସିଥିଲା ଗୋଟେ କୋନ ର ଆସିଥିଲା ମେନ୍ସୁରେସନ ଯୋଉଟା ମୁଁ ଛାଡିଛି। ଦିଟା କୋନ ଦେଇଥିଲା ଗୋଟେ ଲାର୍ଜର କୋନ ଗୋଟେ ସ୍ମଲର କୋନ। ଲାର୍ଜର କୋନ ର ହାଇଟ୍ ଦେଇଥିଲା 7 ଲାର୍ଜର କୋନ ର ହାଇଟ୍ ଆଉ ସ୍ମଲର କୋନ ହାଇଟ୍ ର ରେସିଓ ଦେଇଥିଲା 7:4। ମୁଁ କହିଥିଲି କୋନ ପଢିକି ଯିବାକୁ ଆପଣ ପଢିନଥିଲେ କି? ହଁ ସାର୍ ଆପଣ ମୋର କଥା ସମସ୍ତଙ୍କୁ କହିବି ଯିଏ ମୋ ରେକର୍ଡିଂ ଏବେ ସବୁ ଶୁଣୁଛନ୍ତି ମୁଁ ସମସ୍ତଙ୍କୁ ଆପଣଙ୍କ ମାଧ୍ୟମରେ କହିବି ଆପଣ ଯେତିକି କଣ୍ଟେଣ୍ଟ ଦେଇଥିଲେ ଆପଣ ସେ ସର୍ଟସ ଭିଡିଓ ଯୋଉ ଛାଡନ୍ତି ମୁଁ ସବୁ ଦେଖିକି ଆସିଥିଲି ସେ ସବୁ ହିଁ କୋଶ୍ଚିନ୍ ଡାଇରେକ୍ଟ କହିହବନି ମାନେ ପ୍ରାୟତଃ ପଢିଛି ମୁଁ ଯେତିକି ଆପଣ ଫଲୋ କରିଥିଲି ମୁଁ ସେ ଆପଣଙ୍କୁ ଆପଣ ସାର୍ ପର୍ସନାଲ ଥ୍ୟାଙ୍କ ୟୁ ଭିଡିଓ ବି ମୁଁ ଆପଣଙ୍କୁ ଦେଇଥିଲି। ବି କହିବି ସବୁ ଆପଣ ଆପଣଙ୍କ ଗଭର୍ଣ୍ଣମେଣ୍ଟ ଏକ୍ସାମ ପିଲାଙ୍କ ସପୋର୍ଟ ମାନେ ଫଲୋ କରନ୍ତୁ ବେଟର ହବ। ମୁଁ ଯେତିକି ପଢିଥିଲି ସେତିକି କୋଶ୍ଚିନ୍ ଆସିଛି ଆପଣଙ୍କ କ୍ଲାସ ରୁ। ଆଉ ଆପଣ ମୋ ଗାଇଡ ଟା କେମିତି ଲାଗିଲା ଗାଇଡାନ୍ସ ଟା ମୁଁ ଯୋଉ କହିଥିଲି କୋଶ୍ଚିନ୍ ପଡିବ। ନାଇଁ ସାର୍ ଆପଣଙ୍କ ଗାଇଡାନ୍ସ ଭଲ ଅଛି ମତେ ଲାଗୁଛି ମତେ ଯେ ମୋର ମେନ୍ ହେଇଯିବ ଆପଣ ସାର୍ ଟିକେ ଗୋଟେ ହେଲ୍ପ କରନ୍ତୁ ଆମକୁ ଯେତିକି ପିଲା ଆମେ ଅଛୁ କମ୍ପିଟିଟିଭରେ ଆପଣ ଗୋଟେ କାମ କରନ୍ତୁ ମେନ୍ ପାଇଁ ଆମକୁ ଟିକେ ଗାଇଡ କରନ୍ତୁ। ଠିକ ଅଛି। ଆଉ ଓଡିଆ କିଛି କୋଶ୍ଚିନ୍ ମନେ ଅଛି? ଓଡିଆ ଗୋଟେ ପଡିଥିଲା ଉପଯୋଗିତାର ପଡିଥିଲା କଣ ସେଟା ଠିକ ବାକ୍ୟ ଯୋଉ ଲେଖିବା ପାଇଁ ଠିକ ଅଛି। ହଁ ଉପଯୋଗିତା ପଡିଥିଲା। ଆଉ ବହୁତ ସେଣ୍ଟେନ୍ସ ଦେଇଥିଲା ସେଣ୍ଟେନ୍ସ ରେ ତମକୁ ମାନେ ବାଛିବାକୁ କିଛି ପଡିବ ଯେ କୋଉଟା ଏଥିରେ ଏରର। କିଛି ଆସିଥିଲା କି ସକ୍ରିୟ ନିଷ୍କ୍ରିୟ କେମିତି ଏମିତି କିଛି ବାକ୍ୟ? ହଁ ଆସିଥିଲା ସକ୍ରିୟ ନିଷ୍କ୍ରିୟ ଗୋଟେ ବାକ୍ୟ ଆସିଥିଲା ପରୋକ୍ଷ ଉକ୍ତି ପ୍ରତ୍ୟକ୍ଷ ଉକ୍ତି ଗୋଟେ ଆସିଥିଲା। ହୁଁ। ଜେଜେମା ପିଲାମାନଙ୍କୁ ଗପ ଶୁଣାଉଛନ୍ତି ତାକୁ ପ୍ରତ୍ୟକ୍ଷ ଉକ୍ତିରେ କଲେ କଣ ହବ ଏଇଟା ଆସିଥିଲା। ହଁ। ଆଉ ଆମର ଆଜ୍ଞା ସାର୍ ସିନୋନିମ୍ କଣ ପଡିଥିଲା ଓଡିଆର? ଓଡିଆ ସାର୍ ସିନୋନିମ୍ ପଡିଥିଲା ଛକା ପଞ୍ଝା ପଡିଥିଲା ଗୋଟେ। ହୁଁ। ଛକା ପଞ୍ଝା ପଡିଥିଲା ଆଉ ଇଡିୟମ ସିନୋନିମ୍ ଫ୍ରେଜେସ ଆଣ୍ଟୋନିମ୍ ଓଡିଆର? ଇଡିୟମ ସେଇ ଛକା ପଞ୍ଝା ସବୁ ଛକା ପଞ୍ଝା ପଡିଥିଲା। ଆଉ ଆମର ଶବ୍ଦ କିଛି ଆମର ପ୍ରତିଶବ୍ଦ ଆଉ ଆମର ବିପରୀତ ଏମିତି କିଛି? ନାଇଁ ବିପରୀତ କିଛି ପଡିନି ପ୍ରତିଶବ୍ଦ କିଛି ମନେ ପଡୁନି ପଡିଥିଲା ଲାଗୁଛି ଗୋଟେ। ହଁ ଆପଣଙ୍କର ଇଂଲିଶ କିଛି ସିନୋନିମ୍ ଆଣ୍ଟୋନିମ୍ ମନେ ଅଛି? ଇଂଲିଶ ମନେ ନାହିଁ କିନ୍ତୁ ବହୁତ ମାନେ ଯୋଉଟା କହନ୍ତି ଯୋଉ ଏସଏସସି ପିଲା ଯିଏ ଏସଏସସି ପିଲା ହେଇଥିବ ସେଇ ମତେ ଲାଗୁଛି ସେ କରିପାରିବ ଯୋଉ ଭୋକାବ ପଡିଥିଲା ପ୍ରାୟତଃ ଭୋକାବ କୁ ସିଏ
ଅଧିକା ଟ୍ରେସ୍ ଦଉଛି इंग्लिश रे। ओके ओके ठीक अछि। हाँ हाँ और ठीक PQ अछि। हमर जो सेंटेंस आर PQ आर हाँ हाँ सेटा सेतुर 3टा क्वेश्चन पड़िथिला। पासेज पड़िथिला 5 मार्क। हम्म। बाकी सब भोका पड़िथिला आ हमर टेंस रो गोटे क्वेश्चन थिला। हेलो ओवरऑल कोन स्पेलिंग रो कहबे कोन कहबे ओवरऑली देखिया गले शिफ्ट मॉडरेट रे जीवो। केतरा आपण आपण अटेंड करछन? अटेंड मु तो करिछि 94 अटेंड करिछि। ठीक 10 है खाली भोका छाड़ी की भोका 2-3 टा छाड़ी की किछि जोडा हमर रहउछि कोन ओडिसा जीके छाड़ी की 94 अटेंड करिछि। आपण क्लास रो सर बहुत किछि आस्तिला सेते आपण को मु आपण को आउतरे मु आपण को थैंक यू हां कहूछि। ठीक अछि धन्यवाद। आ कोन आज्ञा लास्ट टी कहि दंतु कोन फिल्म गाइडेंस कोन कहि दंतु कोन केमि अटेंड करिवे? आज्ञा सर मु आपन को गवर्नमेंट सपोर्ट रे कहिया चाहूछि जो पिलांकर आगु को अछि एग्जाम आपण किछि पानी को होंदुनी जेति कि आपण मते भी लागुथला मु पानी कहउतली तो बसली मते माने ये लागुथला अनगु लागुथला मते लागला मु करि परिबि ना करि परिबिनी कारण मु तो रिव्यू देखुछि पिलाने कहउछि जे क्वेश्चन बहुत हार्ड अछि 2D 3D पकई दउछि से 2D 3D किछि नु से सब मेंसुरेशन क्वेश्चन मु देखिली सेମିତି କିଛି ନାହିଁ ଖାଲି ଗୋଟିଏ ଆସୁଛି 3D ର ଗୋଟେ क्वेश्चन ତମେ କର ଯଦି ପ୍ରାକ୍ଟିସ ତମେ କରିପାରିବ ନହେଲେ ପ୍ରାକ୍ଟିସ ନକଲେ ତମେ କରିପାରିବ ନାହିଁ ବାକି ଯାହା ଅଛି ତମେ ସବୁ ଆରାମ ସେ କରିପାରିବ। ପିଲା ଯୋଉ ପାନି କହୁଛନ୍ତି ଦେଖିକି ମାନେ କଣ ୟୁଟ୍ୟୁବ ଦେଖୁଛନ୍ତି क्वेश्चन ହାର୍ଡ ହେଇଗଲା ଏସା ହେଇଗଲା ଏମିତି କିଛି ନାହିଁ। ଆସିକି ଯେତେବେଳେ ଏକ୍ଜାମ ହଲେ ବସିବେ ଦେଖିବ ଯେ ପୁରା ଇଜି क्वेश्चन अटेंड करियो 90 95 अटेंड करिनी सेव स्कोर तमे आपण आसीबे। धन्यवाद आपनको आपन आपण धन्यवाद सर। केमि आपण सक्सेस हे जानतु मेन हे जान मेन पई ठीक रे प्रिपेयर करन आज। थैंक धन्यवाद। यू सर।